ଚାରି ଛକରେ ଖୁଲମଖୁଲା ଚାଲିଛି ଜୁଆ ଖେଳ। ହଁ ଦର୍ଶକ ବନ୍ଧୁ, ଚାରିଛକ ଥାନା ଅନ୍ତର୍ଗତ ନୂଆଗାଁରେ ଚାଲିଛି ଜୁଆ ଆଡ୍ଡା। ଜୁଆ ଖେଳି ନଷ୍ଟ ହେଉଛନ୍ତି ହଜାର ହଜାର ଯୁବପିଢ଼ି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ଥାନା ପାଖରୁ ମାତ୍ର 1 କିଲୋମିଟର ଦୂରରେ ଖୁଲମଖୁଲା ଜୁଆ ଖେଳ ହେଉଥିବା ନେଇ ଖବର ବାରମ୍ବାର ଆସେ। ଗତକାଲି ଆର୍କେ ମିଡ଼ିଆ କ୍ୟାମେରାରେ କଏଦ ହୋଇଛି ଖେଳ ସମୟର ଏକ୍ସକ୍ଲୁସିଭ୍ ଭିଡିଓ। ହଁ ଦର୍ଶକ ବନ୍ଧୁ, ସ୍କ୍ରିନରେ ଆପଣମାନେ ଦେଖୁଥିବେ ସେହି ଏକ୍ସକ୍ଲୁସିଭ୍ ଭିଡିଓ। ଚାରିଛକ ଥାନା ପୋଲିସ ବାବୁ ପଇସା ନେଇ ଚୁପ୍ ବସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଜଣେ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ ଚାରିଛକ ଥାନା ପୋଲିସକୁ ଆମେ ଅନୁରୋଧ କରୁଛୁ, ସମ୍ପୃକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରି ଜୁଆ ଆଡ୍ଡାକୁ ବନ୍ଦ କରାଯାଉ। ଚାରିଛକରେ ଖୁଲମଖୁଲା ଚାଲିଛି ଜୁଆ ଖେଳ। ହଁ ଦର୍ଶକ ବନ୍ଧୁ, ଚାରିଛକ ଥାନା ଅନ୍ତର୍ଗତ ନୂଆଗାଁରେ ଚାଲିଛି ଜୁଆ ଆଡ୍ଡା। ଜୁଆ ଖେଳି ନଷ୍ଟ ହେଉଛନ୍ତି ହଜାର ହଜାର ଯୁବପିଢ଼ି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ଥାନା ପାଖରୁ ମାତ୍ର 1 କିଲୋମିଟର ଦୂରରେ ଖୁଲମଖୁଲା ଜୁଆ ଖେଳ ହେଉଥିବା ନେଇ ଖବର ବାରମ୍ବାର ଆସେ। ଗତକାଲି ଆର୍କେ ମିଡ଼ିଆ କ୍ୟାମେରାରେ କଏଦ ହୋଇଛି ଖେଳ ସମୟର ଏକ୍ସକ୍ଲୁସିଭ୍ ଭିଡିଓ। ହଁ ଦର୍ଶକ ବନ୍ଧୁ, ସ୍କ୍ରିନରେ ଆପଣମାନେ ଦେଖୁଥିବେ ସେହି ଏକ୍ସକ୍ଲୁସିଭ୍ ଭିଡିଓ। ଚାରିଛକ ଥାନା ପୋଲିସ ବାବୁ ପଇସା ନେଇ ଚୁପ୍ ବସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଜଣେ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ ଚାରିଛକ ଥାନା ପୋଲିସକୁ ଆମେ ଅନୁରୋଧ କରୁଛୁ, ସମ୍ପୃକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରି ଜୁଆ ଆଡ୍ଡାକୁ ବନ୍ଦ କରାଯାଉ। ଚାରିଛକରେ ଖୁଲମଖୁଲା ଚାଲିଛି ଜୁଆ ଖେଳ। ହଁ ଦର୍ଶକ ବନ୍ଧୁ, ଚାରିଛକ ଥାନା ଅନ୍ତର୍ଗତ ନୂଆଗାଁରେ ଚାଲିଛି ଜୁଆ ଆଡ୍ଡା। ଜୁଆ ଖେଳି ନଷ୍ଟ ହେଉଛନ୍ତି ହଜାର ହଜାର ଯୁବପିଢ଼ି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ଥାନା ପାଖରୁ ମାତ୍ର 1 କିଲୋମିଟର ଦୂରରେ ଖୁଲମଖୁଲା ଜୁଆ ଖେଳ ହେଉଥିବା ନେଇ ଖବର ବାରମ୍ବାର ଆସେ। ଗତକାଲି ଆର୍କେ ମିଡ଼ିଆ କ୍ୟାମେରାରେ କଏଦ ହୋଇଛି ଖେଳ ସମୟର ଏକ୍ସକ୍ଲୁସିଭ୍ ଭିଡିଓ। ହଁ ଦର୍ଶକ ବନ୍ଧୁ, ସ୍କ୍ରିନରେ ଆପଣମାନେ ଦେଖୁଥିବେ ସେହି ଏକ୍ସକ୍ଲୁସିଭ୍ ଭିଡିଓ। ଚାରିଛକ ଥାନା ପୋଲିସ ବାବୁ ପଇସା ନେଇ ଚୁପ୍ ବସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଜଣେ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ ଚାରିଛକ ଥାନା ପୋଲିସକୁ ଆମେ ଅନୁରୋଧ କରୁଛୁ, ସମ୍ପୃକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରି ଜୁଆ ଆଡ୍ଡାକୁ ବନ୍ଦ କରାଯାଉ।